ଦେଖନ୍ତୁ এই ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା ଏ 300 ବର୍ଷର ପ୍ରାୟ 200 ବର୍ଷର ଅତି ପୁରାତନ ଠାକୁରାଣୀ ଯାତ୍ରା। এই ଯାତ୍ରାରେ ଆମର ଆଜି କମିଟି ଭାଇମାନେ 2 ମାସ ହେଲା ଅହରହ ଚେଷ୍ଟା କରି ଆଜି ଶେଷ ସୋପାନରେ ଯାତ୍ରା ପହଞ୍ଚିଛି। ମାତ୍ର ଆଉ 7-8 ଘଣ୍ଟା ବ୍ୟବଧାନରେ ମା ସେଠି ପହଞ୍ଚିବେ। ସେଥିପାଇଁ ଆମର ସମସ୍ତ କମିଟି ମେମ୍ବର, ପ୍ରଶାସନ ଏବଂ ବିଧାୟକ ସମସ୍ତ ଆମେ ପ୍ରସ୍ତୁତ ଅଛୁ ମାଙ୍କୁ କିପରି ସୁରୁଖୁରୁରେ ଏଠି ଆଣିବା ପାଇଁ। ଏହି ଯାତ୍ରାରେ ଆମର ପ୍ରାୟ 17 ପ୍ରକାର ବେଶ, ଭବାନୀପାଟଣାର କାଟାପା, ବାଦ୍ୟଯନ୍ତ୍ର, ମୃଦୁଙ୍ଗ ଯନ୍ତ୍ର, ଘଣ୍ଟ ଯନ୍ତ୍ର ଏବଂ ଦୁଲଦୁଲି ଏ ପ୍ରକାର ବଡ଼ ବାଣ ପଟୁଆର ସହିତ ମାଙ୍କୁ ଆମେ ଆଣିବୁ। ଆଣି ସାରିଲା ପରେ ଆମେ ଯିବୁ ଆମର ଗ୍ରାମ ଦେବତୀ ମା ଠାକୁରାଣୀକୁ ଆଣି ବିଶ୍ରାମ ସ୍ଥଳରେ ରଖି ଯାତ୍ରା ଆଜିର ଯାତ୍ରା ସମାପନ କରିବୁ। ଆମେ ଅହରହ ଚେଷ୍ଟା କରିଛୁ ସବୁ ଡିପାର୍ଟମେଣ୍ଟ ସହିତ, ମୁଖ୍ୟତଃ ଭାବେ ପୋଲିସ ଡିପାର୍ଟମେଣ୍ଟ ସହିତ ଟ୍ରାଫିକର ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳାର ବ୍ୟବସ୍ଥା ପାଇଁ ଆମେ କ୍ୟାମେରାର ବ୍ୟବସ୍ଥା କରିବାକୁ ଯାଉଛୁ। ଟ୍ରାଫିକ କେମିତି ସୁରୁଖୁରୁ ହେବ, ପ୍ରାୟ 3 ଥର କଲେକ୍ଟରଙ୍କ ସହିତ, ସବ୍ କଲେକ୍ଟର ସହିତ, ପୋଲିସ ଡିଏସ୍ପି ଏସ୍ପିଙ୍କ ସହିତ କଥାବାର୍ତ୍ତା ହେଇଛୁ। ସବୁ ପ୍ରକାର କାର୍ଯ୍ୟ ଠିକଠାକ୍ ଚାଲିଛି ବୋଲି ଆଶା କରୁଛୁ ଏବଂ ହାଇ ଷ୍ଟେସନ ସହିତ କଥାବାର୍ତ୍ତା ସରିଛି, ସେମାନଙ୍କର ହେଲେ ତତ୍ପରତା ଅଛି। ମେଡିକାଲ ଡିପାର୍ଟମେଣ୍ଟ ସହିତ କଥାବାର୍ତ୍ତା ସରିଛି, ଇଲେକ୍ଟ୍ରିକ ଡିପାର୍ଟମେଣ୍ଟ କଥାବାର୍ତ୍ତା ସରିଛି। ସବୁ ଡିପାର୍ଟମେଣ୍ଟ ଏଲର୍ଟ ହେଇକି ଅଛନ୍ତି ସବୁ ଜିନିଷରେ ଆମକୁ ସହଯୋଗ କରିବା ପାଇଁ। ତେଣୁ ଆଜି ଆଶା କରୁଛୁ ଆମର କମିଟି ଭାଇମାନଙ୍କ ଜରିଆରେ ବିଭିନ୍ନ ପ୍ରକାର ଯେଉଁ ବେଶ ଆସୁଛି ସମସ୍ତଙ୍କୁ ଗ୍ରୁପ କରି ଆମର କମିଟି ମେମ୍ବର ମାନେ ସେମାନଙ୍କୁ ଆଣି ମାଙ୍କୁ ବିଶ୍ରାମ ନେବେ ଏବଂ 28 ତାରିଖ ଠାରୁ ଆମର ଯାତ୍ରା ମାଙ୍କର ସାହି ପରିକ୍ରମା ଆରମ୍ଭ ହେବ। 15 ତାରିଖରେ ଅଛି ଆମର ବଡ଼ ବଡ଼ ବିଦ୍ୱାନ ପଣ୍ଡିତ ମାନଙ୍କୁ ଧରି ହୋମର ବ୍ୟବସ୍ଥା ଏବଂ 16 ତାରିଖରେ ଏଠି ବ୍ରତ ଅମାବାସ୍ୟା ବ୍ରତ ପାଳନ କରାହେବ। 19 ତାରିଖରେ ସିଂହ ବାହିନୀ ଏବଂ 20 ତାରିଖରେ ମାଙ୍କର ପ୍ରତ୍ୟାବର୍ତ୍ତନ। এই ଯେଉଁ 30 ତାରିଖରୁ ଆରମ୍ଭ ହେବ ଆମର କଲଚରାଲ ପ୍ରୋଗ୍ରାମ। ଓଡ଼ିଶାର ବହୁତ ମାନ୍ୟଗଣ କଳାକାରମାନଙ୍କୁ ନେଇ ଆମେ କାର୍ଯ୍ୟକ୍ରମ କରିଛୁ। ଆପଣମାନଙ୍କୁ ଜାଣିଥିବେ ବହୁତ ବଡ଼ ବଡ଼ ବଦାନ କଳାକାର ସିଙ୍ଗରମାନେ ଆସୁଛନ୍ତି ଏବଂ ଆମେ ଲୋକାଲରେ ଯେଉଁ କଳାକାରମାନେ ଅଛନ୍ତି ସେମାନଙ୍କୁ ମଧ୍ୟ ଆମେ ଛାଡ଼ିନୁ, ସେମାନଙ୍କୁ ସୁଯୋଗ ଦେଇଛୁ, ସେମାନେ ଆସି ତାଙ୍କର ନୃତ୍ୟ ପରିବେଷଣ କରିବେ ଏବଂ ଆଶା ରଖୁଛୁ ଆମେ ଯେତେ କମିଟି ଯେତେ ଶକ୍ତିଶାଳୀ ଥିଲେ ମଧ୍ୟ ଭଞ୍ଜନ ଜନସାଧାରଣଙ୍କ ବିନା ସହଯୋଗରେ ଏ ଯାତ୍ରାଟା ହେବାଟା ଅସମ୍ଭବ। ସେଥିପାଇଁ ଆପଣମାନେ ଜରିଆରେ ଭଞ୍ଜନ ଜନସାଧାରଣଙ୍କୁ ଅନୁରୋଧ କରୁଛୁ ଆପଣମାନେ ସହଯୋଗର ହାତ ବଢ଼ାନ୍ତୁ, ଶାନ୍ତି ଶୃଙ୍ଖଳା ରକ୍ଷା କରନ୍ତୁ, এই ଯାତ୍ରାକୁ ଭରପୁର ଉପଭୋଗ କରନ୍ତୁ। ଭଞ୍ଜନଗର ବାସୀ ତ ନିଶ୍ଚିତ ଭାବରେ ଉତ୍ସାହିତ ଅଛନ୍ତି, କାରଣ 3 ବର୍ଷ ଅନ୍ତରରେ ଭଞ୍ଜନ ଠାକୁରାଣୀ ଯାତ୍ରା ହୁଏ ଏବଂ ଏ ଯାତ୍ରାରେ ଆମର କିଛି ଗୋଟେ ସ୍ପେଶାଲ ରୁହେ, ଯେହେତୁ ପୁରୁଣା ପରମ୍ପରାକୁ ଦୃଷ୍ଟିରେ ରଖି ଯାତ୍ରା କରାଯାଉଛି। ଆପଣ ଯେଉଁ ଶଗଡ଼ରେ ମା ଆଜି ସକାଳୁ ଯାଇଛନ୍ତି ଆଣିବା ପାଇଁ, ମା ଆସିବେ ଶଗଡ଼ରେ, ଇଏ ଗୋଟେ ଆମର ପରମ୍ପରା। ଆଜିର ଯୁଗରେ ଆଧୁନିକ ଯୁଗରେ ବି ସେ ପରମ୍ପରାକୁ ଆମେ ବଞ୍ଚେଇ ରଖିଛୁ। 200 ବର୍ଷରୁ ଉର୍ଦ୍ଧ୍ୱ ଏ ପରମ୍ପରା ଏବଂ ଭଞ୍ଜନ ଯାତ୍ରା କାହିଁକି ଅନ୍ୟ ଯାତ୍ରାଠୁ ବିଶେଷତଃ, କାରଣ ନା ସବୁ ଯାତ୍ରାରେ କେବଳ ଗ୍ରାମ ଦେବତୀ ଗୋଟିଏ ଦେବତୀ ହିଁ ଆସନ୍ତି ପୂଜା ପାଆନ୍ତି, କିନ୍ତୁ ଭଞ୍ଜନ ଗୋଟେ ଯାତ୍ରା ଠାକୁରାଣୀ ଯାତ୍ରା ଯେଉଁଠି 2ଟି ଦେବୀ ଆସନ୍ତି ଏବଂ ମା ଗ୍ରାମ ଦେବତୀ ଠାକୁରାଣୀ ତତ୍ ସଙ୍ଗେ ସଙ୍ଗେ ଆମ ବଡ଼ ଦେବୀ ଯିଏ ଆମ ଘୁମୁସର ରାଜରାଜେଶ୍ୱରୀ ମା ବାଗଦେବୀ ସିଏ ବି ସାଙ୍ଗରେ ଆସନ୍ତି। ଉଭୟ ଦେବୀଙ୍କର ଏଠି ପୂଜା ଅର୍ଚ୍ଚନା ହୁଏ। ଆର ସ୍ପେଶାଲ ଆଉ ଗୋଟେ ବି ଅଛି ଯେ ଆମର ସିଂହ ବାହିନୀ ଯେଉଁ 19 ତାରିଖ ଦିନ ହେବ, ସିଂହ ବାହିନୀ ସିଏ ବି ଗୋଟେ ଦୁର୍ଲଭ ଦର୍ଶନ, ଦୁର୍ଲଭ ଘଟଣା ହୁଏ ଆମର ଭଞ୍ଜନଗରରେ। ତତ୍ପଶ୍ଚାତ ଭେଟ ଯାତ୍ରା, ଇଏ ବି ଅନ୍ୟ ଯାତ୍ରାରେ ଆପଣ ଦେଖିବାକୁ ପାଇବେନି। ଉଭୟ ଦେବୀଙ୍କର ଭେଟ ସେଇଠି ହେବ, ଭେଟ ସ୍ଥଳରେ, ଇଏ ବି ଗୋଟେ ସ୍ପେଶାଲ। ସେଥିପାଇଁ ଭଞ୍ଜନ ଯାତ୍ରା ଆପଣ ଯେତେ ଯାତ୍ରା ଦେଖୁଛନ୍ତି ସାରା ଗଞ୍ଜାମ ଜିଲ୍ଲା ହେଉ କି ଆଖପାଖ ଅଞ୍ଚଳରେ ସବୁଠୁ ଟିକେ ଆମର ଟିକେ ଭିନ୍ନ ଧରଣର ଇଏ ଯାତ୍ରା। ଏବଂ ପ୍ରସ୍ତୁତି ଉପରେ କହିବାକୁ ଗଲେ ଆପଣଙ୍କର ଇତିହାସରେ ପ୍ରଥମ ଥର କଲେକ୍ଟର ଆସିକି ଆମ ରିଭ୍ୟୁ କରିଛନ୍ତି। କେବେ ଆଜି ପର୍ଯ୍ୟନ୍ତ କୌଣସି କଲେକ୍ଟର ଭଞ୍ଜନଗରରେ ରିଭ୍ୟୁ କରିନଥିଲେ, ପ୍ରଥମ ଥର କଲେକ୍ଟର କରିଛନ୍ତି। ବିଧାୟକ ବି 2 ଥର କରିଛନ୍ତି ସବ୍ କଲେକ୍ଟରଙ୍କ ସହିତ ଏବଂ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟ ସହିତ। ତେଣୁ ସମସ୍ତେ ଆକୁ ଲାଗି ପଡ଼ିଛନ୍ତି, ସିଏ ପ୍ରଶାସନ କୁହନ୍ତୁ, ଜନସାଧାରଣ କୁହନ୍ତୁ, ଆପଣ ମିଡ଼ିଆ ବାଲା କୁହନ୍ତୁ ଏବଂ କମିଟି ବାଲା, ସମସ୍ତଙ୍କର ମିଳିତ ଉଦ୍ୟମରେ
आज गोटे सरस सुंदर एवं सारा भारत रे ये जो कोण अनुकोण रे गंजाम जिलार भंजनगढ़ नहीं समस्ते जी जोट अच्छा समस्त तत्परता आज आरंभ आनी किए कौ दिन आसबू आम यात्रा सामिल हबू एवं ओडिशार मध्य मुख्यमंत्री भी कथा देइछन्ती से भी दिन आसबे एवं अन्यान्य मंत्री माने भी कथा देइछन्ती से माने भी गोटे दिन आसी जोग देवे आम यात्रा।